ସକାଳୁ ବାସି ମୁହଁରେ କେବଳ 3 ଥର ପଢ଼ି ଦିଅନ୍ତୁ ଏହି ଗୋଟିଏ ମନ୍ତ୍ର। ଗ୍ୟାରେଣ୍ଟି ଦେଉଛି ସନ୍ଧ୍ୟା ସୁଦ୍ଧା ସେ ଝିଅ ଆପେ ଆପେ ପଟିଯିବ। ନିଜେ ଆସି ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ଆପଣଙ୍କୁ ନ ଦେଖି ଗୋଟେ ମୁହୂର୍ତ୍ତ ବି ରହିପାରିବନି। କେବଳ ଆପଣଙ୍କୁ ସକାଳୁ ଉଠିବା ମାତ୍ରେ ବାସି ମୁହଁରେ କେବଳ 3 ଥର ଏହି ମନ୍ତ୍ରକୁ ପଢ଼ିବାର ଅଛି। ତାପରେ ଦେଖିବେ ଚମତ୍କାର। ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ପଟୁନଥିଲା ସେ ଝିଅ ଆପେ ଆପେ ପଟିଯିବ। ଆଜ୍ଞା ହଁ, ଯଦି ଆପଣ କେଉଁ ଝିଅ ବା ବିବାହିତା ନାରୀକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ବା ବିବାହିତା ନାରୀ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ଆଜିର ଏହି ବଶୀକରଣ ଭିଡ଼ିଓଟି ଆପଣଙ୍କର କାମରେ ଆସିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଏମିତି ଏକ ସହଜ ଶକ୍ତିଶାଳୀ ବଶୀକରଣ ମନ୍ତ୍ର। ଏହି ବଶୀକରଣ ମନ୍ତ୍ରକୁ ଯଦି ଆପଣ ସକାଳୁ ବାସି ମୁହଁରେ ପଢ଼ିଦେବେ, ଗ୍ୟାରେଣ୍ଟି ଦେଉଛି ସେ ଝିଅ ହେଉ ବା ବିବାହିତା ନାରୀ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ପାଗଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ବଶୀକରଣ ଦୁନିଆର ସବୁଠାରୁ ମହାଶକ୍ତିଶାଳୀ ବଶୀକରଣ। ଯିଏ ବି ଏହାକୁ କରିଛି 100ରୁ 100% ସଫଳ ହେଇଛି। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିଛି। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିଛି। ତେଣୁ ଆପଣ ବି ମୋ କଥା ମାନି ମାତ୍ର ଗୋଟିଏ ଥର ଏହି ବଶୀକରଣ କରିକି ଦେଖନ୍ତୁ। ତାପରେ ଦେଖିବେ କିପରି ସେହି ସମୟଠାରୁ ସେ ଝିଅ ହେଉ ବା ବିବାହିତା ନାରୀ ଆପଣଙ୍କ ବଶରେ ହେଇଯିବ। ଯାହା ଚାହିଁବେ ତାହା କରିବ। ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ। ଆପଣଙ୍କୁ ଛାଡ଼ି ରହିପାରିବନି। ତେବେ ଏହି ବଶୀକରଣ ବିଧିକୁ ଆପଣ କିପରି କରିବେ, କେମିତି କରିବେ, ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖିବେ। ତେବେ ଯାଇକି ଆପଣ ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଜାଣିପାରିବେ। ଅଧାରୁ ଛାଡ଼ିକି ପଳେଇଲେ ଆପଣ କିଛି ବି ବୁଝିପାରିବେନି। ପରେ କହିବେ ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ବଶୀକରଣ ବିଧି ଜାଣିବା ପୂର୍ବରୁ ମୋର ଗୋଟିଏ ଛୋଟିଆ ଅନୁରୋଧ ଶୁଣି ନିଅନ୍ତୁ। ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ କଷ୍ଟ ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି, ଯଦି ସେ ଅସୁବିଧାର ସମାଧାନ ନ ହେଲା ତାହାର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ତନ୍ତ୍ର ମନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବାକୁ ପଡ଼ିବ। ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ ଯେଉଁ ଝିଅ ବା ନାରୀକୁ ପଟେଇବାକୁ ଚାହୁଁଛନ୍ତି ତାକୁ ମୁହୂର୍ତ୍ତକ ଭିତରେ ପଟେଇ ପାରିବେ। ତାକୁ ନିଜ ପ୍ରେମରେ ଦିବାନୀ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଠିକ୍ ଅଛି। ତେବେ ବଶୀକରଣ କରିବା ପୂର୍ବରୁ ବଶୀକରଣ ବିଷୟରେ କିଛି ଜାଣି ରଖନ୍ତୁ। ବଶୀକରଣ କ'ଣ ପାଇଁ କରାଯାଏ? ଯେତେବେଳେ ଆପଣ କାହାକୁ ନିଜଠାରୁ ଅଧିକ ଭଲ ପାଉଛନ୍ତି, ତା ବିନା ବଞ୍ଚିପାରିବେନି ଭାବୁଛନ୍ତି, ତା ପଛରେ ଗୋଡ଼େଇ ଗୋଡ଼େଇ ଥକିଗଲେଣି, ହେଲେ ସେ ଝିଅ ବା ନାରୀ ଆପଣଙ୍କୁ ଭାଉ ଦେଉନି, ଆପଣଙ୍କୁ ଦେଖିଲେ ଅଣଦେଖା କରୁଛି, ସେତେବେଳେ ଆପଣ ବଶୀକରଣ କରିପାରିବେ। ବଶୀକରଣର ମାନେ ହେଉଛି ନିଜର ଭାବନାକୁ ଅନ୍ୟର ଦିମାଗରେ ପହଞ୍ଚାଇବା, ନିଜର ଭଲ ପାଇବାକୁ ଅନ୍ୟର ଦିମାଗରେ ପହଞ୍ଚାଇବା। ମାନେ ଆପଣ ଯେଉଁ ଝିଅକୁ ଭଲ ପାଉଛନ୍ତି ତାହାର ଦିମାଗରେ ପହଞ୍ଚାଇବା। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ମନ୍ତ୍ରକୁ ପାଠ କରିବେନି। କାହିଁକି ନା ଏହି ବଶୀକରଣ ସବୁଠାରୁ ସହଜ କିନ୍ତୁ ମହାଶକ୍ତିଶାଳୀ ବଶୀକରଣ। ଏହି ଗୋଟିଏ ମନ୍ତ୍ରକୁ ଯଦି ଆପଣ ସକାଳୁ ଉଠିବା ମାତ୍ରେ ବାସି ମୁହଁରେ ପଢ଼ିଦେବେ, ସେପଟେ ସେ ଝିଅ ହେଉ ବା ବିବାହିତା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ, ବିଚଳିତ ହୋଇ ଉଠିବ। ଯେପର୍ଯ୍ୟନ୍ତ ଆପଣଙ୍କୁ ଦେଖିନି ଆପଣଙ୍କ ସହିତ
संपर्क रखिनी सी खाली छटपट हेब। तेणु जदि आपण एही वशीकरण करने को चाहूँचंती से झियो बा नारी को पटेइबा को चाहूँचंती ताकू निज प्रेम रे दीवानी करी ताठारू निजर मन मुताबक काम हासिल करने को चाहूँचंती तेणु मोर आपण मानक अनुरोध कि आपण भिडियोटी को मूलरू शेष पर्यंत पूरा ध्यान सहित देखिबे। ता पूर्वरु जदि आपण आम चैनल को नुआ आसीचंती तेबे दयाकरी चैनल को सब्सक्राइब करी पाखरे थिबा बेल आइकन को मध्य दबाई दियंतु जहाद्वारा आमे जेउ भी वीडियो अपलोड करिबु सर्वप्रथमे आपण देखि परिबे। मन रखंतु एही वशीकरण विधि को आपण केउ भी बार रे करि परिबे किंतु जेबे भी करिबे सखाळु बासी मुहरे करिबे। बिना हाथ गोड़ धोईकी सखाळु बासी मुहरे करिबे। प्रथमे आपण कोन करिबे जेतेबेले राति रे सोईबा पई जिबे गोटिए ग्लास रे चीनी पानी आनिबे। तापरे से पानी ग्लास को निजर सामना रे रखिबे। तापरे 7 थर सेई झियो बा नारीर नाम कहिबे जहाकू आपण बसरे करिबा को चाहूचंती। प्रथमे आपण ताकू मने मने भाबिबे तार मुह को निज मनरे भाबिबे। तापरे 7 थर सेई झियोर नाम कही आपण पानी ग्लास रे 3 थर फुंकी देबे। तापरे से पानी ग्लास को निजर खट तले रखिकी सोई पड़िबे। जदि आपण खटरे सोउनांती तले सोउचंती तेबे आपण से पानी ग्लास को निजर मुंड पाखरे रखिकी आपण सोई पड़िबे। सखाळे उठिबा मात्रे आपण बासी मुहरे बिना हाथ गोड़ मुह धोई आपण बासी मुहरे आखि बंद करिकी सेई झियो बा नारी को मने मने भाबिबे। तार मुह को निज मनरे भाबिबे। तापरे एही मंत्र को 3 थर पढ़िबे आउ 3 ढोक पानी आपण पीदेबे। देखंतु मनेकर आपण जेउ झियो बा नारी को वशीकरण करने को चाहूचंती तार नाम हेउची काजल। तेबे आपण मंत्र को एहीपरि पढ़िबे काजल तीव्र वशीभूतं काजल तीव्र वशीभूतं। थरे आपण कहिबे काजल तीव्र वशीभूतं गोटिए ढोक पानी पीदेबे। आउ थरे कहिबे काजल तीव्र वशीभूतं आउ गोटिए ढोक पानी पीदेबे। एहीपरि आपण लगातार 3 थर कहिबे आउ 3 ढोक पानी आपण पीदेबे। एहीपरि आपण लगातार 3 दिन पर्यंत सखाळे उठिबा मात्रे बासी मुहरे करिबे। मन रखंतु एही विधि को आपण अधारु छाड़िबानी। लगातार 3 दिन पर्यंत सखाळे उठिबा मात्रे बासी मुहरे एहीपरि करिबे। तापर देखिबे जेउ झियो पटु नथिला किपरि से झियो आपणक प्रेम रे दीवानी हे जिवो। जेउ विवाहिता नारी आपणकू भाव देउ नथिला सीए हाथ धरी घर को डाकिबो जहा चाहिबे ताहा करिबो। तेणु मु आपणकू पुणी तरे कहि रखुची मनरे कोनोसी खराब उद्देश्य किंबा कोनोसी खराब काम पई आपण एही वशीकरण को प्रयोग करिबेनी। काहेकि ना एहार कोनोसी प्रकार काट नाही। मात्र थरे जेउ झियो बा नारी उपरे एही वशीकरण को प्रयोग करिदेबे सीए सारा जीवन पई आपणक बसरे हे जिवो। जहा चाहिबे ताहा करिबो। धन्यवाद।